ଈଶ୍ୱରଙ୍କ ପବିତ୍ର ନାମରେ ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର ଜଣାଏ। ତା ସଙ୍ଗେ ସଙ୍ଗେ ଆଜିର ଶିକ୍ଷା ମଧ୍ୟକୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ମୁଁ ବିଶ୍ୱାସ କରୁଛି ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ତ ଆସନ୍ତୁ, ଆଉ ଡେରି କରିବେ ନାହିଁ। ଆଜିର ଶୀର୍ଷକଟି ହେଉଛି ଖୁସି ଓ ଆନନ୍ଦ ବିଷୟ ନେଇ। ଆଉ ସେ ଶୀର୍ଷକର ନାମଟା ହେଲା ଆପଣଙ୍କ ଖୁସି ଓ ଆନନ୍ଦ ଆପଣଙ୍କ ଭାବନା ଉପରେ ନିର୍ଭର କରେ। ପ୍ରିୟ ଶ୍ରୋତା, ଆସନ୍ତୁ ଆଜିର ଧ୍ୟାନ ନିମନ୍ତେ ଆମେ ଯେଉଁ ଅଂଶଟି ପାଠ କରିବା ଧର୍ମଶାସ୍ତ୍ରରୁ ତାହା ଆପଣମାନେ ପାଇପାରିବେ ଲୋକଲିଖିତ ସୁସମାଚାର ତାର 6 ପର୍ବର 45 ପଦଟି। ଆସନ୍ତୁ ଆମେ ପାଠ କରିବା। ଉତ୍ତମ ଲୋକ ଆପଣା ହୃଦୟ ରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ। ପ୍ରିୟ ଶ୍ରୋତା, ପ୍ରଭୁଙ୍କର ବାକ୍ୟ କୁହେ ଯେ ଉତ୍ତମ ଲୋକ ଆପଣା ହୃଦୟ ରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ। ପ୍ରିୟ ଶ୍ରୋତା, ଏଠି ପ୍ରଭୁଙ୍କର ବାକ୍ୟ କୁହେ ଯେ ହୃଦୟ ରୂପ ଉତ୍ତମ ଭଣ୍ଡାର। ଆମ ହୃଦୟ ହେଉଛି ଏକ ଭଣ୍ଡାର। ଆମ ହୃଦୟ ହେଉଛି ଏକ ଭଣ୍ଡାର। ତ ଉତ୍ତମ ଲୋକ କ'ଣ କରେ ନା ଉତ୍ତମ ଭଣ୍ଡାରରୁ, ହୃଦୟ ରୂପ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ। ପ୍ରିୟ ଶ୍ରୋତା, ପୁଣି କ'ଣ କହେ ପ୍ରଭୁଙ୍କ ବାକ୍ୟ? ପୁଣି ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ। ଉତ୍ତମ ଲୋକ ହୃଦୟ ରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ ଓ ମନ୍ଦ ଲୋକ କ'ଣ କରେ ନା ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ। ପ୍ରିୟ ଶ୍ରୋତା, ତ ଆସନ୍ତୁ ଆଗକୁ ପାଠ କରିବା। କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ପ୍ରିୟ ପ୍ରଭୁଙ୍କ ସନ୍ତାନମାନେ, ପରମେଶ୍ୱରଙ୍କ ବାକ୍ୟ ଅତି ପ୍ରାଞ୍ଜଳ ଅଟେ। ଏଠି ପ୍ରଭୁଙ୍କର ବାକ୍ୟ କୁହେ ନା ଉତ୍ତମ ହୃଦୟ କ'ଣ କରେ ନା ଉତ୍ତମ ହୃଦୟ ଉତ୍ତମ ଭଣ୍ଡାରକୁ ପୂର୍ଣ୍ଣ କରେ। ଆଉ ମନ୍ଦ ହୃଦୟ ମନ୍ଦ ବିଶ୍ୱାସ ସବୁ ନିଜ ହୃଦୟ ରୂପ ଭଣ୍ଡାରରେ ପୂର୍ଣ୍ଣ କରେ। ଆଉ ଜାଣନ୍ତି ଆପଣମାନେ, ଆମମାନଙ୍କ ହୃଦୟରେ ଥିବା ଭଣ୍ଡାରର ସୃଷ୍ଟିକର୍ତ୍ତା କିଏ? ଆମ ହୃଦୟରେ ଥିବା ଭଣ୍ଡାରର ସୃଷ୍ଟିକର୍ତ୍ତା ଆମମାନେ ନିଜେ ଅଟୁ। ଆମମାନଙ୍କ ଭଣ୍ଡାର ଆମମାନଙ୍କ ଭାବନା ଦ୍ୱାରା ପୂର୍ଣ୍ଣ ହୋଇଥାଏ। ଆମମାନଙ୍କର ଭଣ୍ଡାର, ହୃଦୟ ରୂପ ଭଣ୍ଡାର ଆମମାନଙ୍କର ଭାବନା ଦ୍ୱାରା ପୂର୍ଣ୍ଣ ହୋଇଥାଏ। ଆମେ ଯେମିତିକା ଭାବୁ ସେମିତିକା ଆମମାନଙ୍କ ହୃଦୟ ପୂର୍ଣ୍ଣ ହୁଏ। ଆମେ ଯେମିତିକା ଭାବୁ ସେମିତିକା ଶବ୍ଦ ସୃଷ୍ଟି ହୁଏ। ଆଉ ସେମିତିକା ଶବ୍ଦ ଆମମାନଙ୍କ ହୃଦୟରୁ ବାହାରି ଆସେ। ଆମମାନଙ୍କର ଭାବନା ଉପରେ ଆମମାନଙ୍କ ଭଣ୍ଡାର ନିର୍ଭର କରେ। ଆମମାନଙ୍କ ଭାବନା ଉପରେ ଆମମାନଙ୍କ ମୁଖରୁ ବାହାରୁଥିବା ଶବ୍ଦ ନିର୍ଭର କରେ। ପ୍ରିୟ ପ୍ରଭୁଙ୍କ ସନ୍ତାନମାନେ, କୌଣସି ଶବ୍ଦ ହଠାତ୍ ବା ଅଚାନକ ବାହାରେ ନାହିଁ। ତାହା ଆମମାନଙ୍କର ଭାବନା ଉପରେ ନିର୍ଭର କରେ। ପ୍ରିୟ ଶ୍ରୋତା, ଆପଣ କ'ଣ ଭାବୁଛନ୍ତି ଆପଣ ତାହା ହିଁ କହୁଛନ୍ତି। ଆପଣ କ'ଣ ଭାବୁଛନ୍ତି ଆପଣ ତାହା ହିଁ କରୁଛନ୍ତି। ଆପଣଙ୍କ ଭାବନା ଉପରେ ନିର୍ଭର କରେ ଆପଣଙ୍କ କଥାବାର୍ତ୍ତା। ଆପଣ ଭାବନା ଉପରେ ନିର୍ଭର କରେ ଆପଣଙ୍କର କାର୍ଯ୍ୟକଳାପ। ଆପଣଙ୍କ ଭାବନା ଉପରେ ନିର୍ଭର କରେ ଆପଣଙ୍କର ଆଚରଣ ଓ ଉଚ୍ଚାରଣ। ସେଥିପାଇଁ ପ୍ରଭୁଙ୍କର ବାକ୍ୟ କୁହେ ଯେ ଉତ୍ତମ ଲୋକ, ଯେଉଁ ବ୍ୟକ୍ତି ଉତ୍ତମ ଲୋକ କ'ଣ କରେ? ଆପଣା
ହୃଦୟ ରୂପ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ। ପୁଣି ମନ୍ଦ ଲୋକ କଣ କରେ? ଆପଣା ମନ୍ଦ ରୂପ ହୃଦୟ ଭଣ୍ଡାରରୁ ମନ୍ଦ ବିଶ୍ୱାସ ବାହାର କରେ। ତ ଆପଣଙ୍କର ହୃଦୟ ଆପଣଙ୍କର ଭାବନା ଦ୍ୱାରା ପୂର୍ଣ୍ଣ ହେଇଯାଇଥାଏ। ଆପଣଙ୍କ ହୃଦୟ ଯଦି ଉତ୍ତମ ଅଟେ ତ ଉତ୍ତମ ଭଣ୍ଡାର ଆପଣଙ୍କର ରହିଛି, ଆଉ ଉତ୍ତମ ବିଷୟ ସବୁ ଆପଣଙ୍କ ହୃଦୟ ଭରି ରହିଛି। ଆପଣ ଯଦି ଖରାପ ବ୍ୟକ୍ତି ତାହେଲେ ଖରାପ ଭାବନା ସବୁ ଆପଣଙ୍କ ହୃଦୟ ଭରି ରହିଛି, ଆଉ ତାହା ହିଁ ବାହାରିବ। ପ୍ରିୟ ଶ୍ରୋତା, ଆପଣ ଯଦି ଚାହୁଁଛନ୍ତି ଖୁସିରେ ରହିବା ପାଇଁ, ତାହେଲେ ଆପଣ ଖୁସିର ଭଣ୍ଡାର ବନାନ୍ତୁ। ଆପଣଙ୍କର ଭଣ୍ଡାର ଯଦି ଖୁସିର ହେବ, ତାହେଲେ ଆପଣଙ୍କ ଭଣ୍ଡାରରୁ ଖୁସିର ଶବ୍ଦ ସବୁ ବାହାରିବ। ଆପଣଙ୍କ ପରିବେଶ ସବୁ ଖୁସିର ପରିବେଶ ହୋଇଯିବ। ଆପଣ ଯଦି ଆନନ୍ଦରେ ରହିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ଭଣ୍ଡାରରେ ଆନନ୍ଦର ବିଷୟ ସବୁ ପୂର୍ଣ୍ଣ କରନ୍ତୁ। ତ ଆପଣଙ୍କ ମୁଖରୁ ଆନନ୍ଦର ବିଷୟ ସବୁ ବାହାରିବ, ଆଉ ଆପଣଙ୍କର ପରିବେଶ ସବୁ ଆନନ୍ଦର ପରିବେଶ ହେବ। ଆପଣଙ୍କର ପରିବେଶ ଆପଣଙ୍କ ଭାବନା ଉପରେ ନିର୍ଭର କରେ। ଆପଣଙ୍କ ପରିବେଶ ଆପଣଙ୍କ ଭଣ୍ଡାର ଉପରେ ନିର୍ଭର କରେ। ଆପଣ ଯେଉଁ ଭାବୁଛନ୍ତି ସେ ପ୍ରକାର ଭଣ୍ଡାର ପୂର୍ଣ୍ଣ ହେଉଛି, ତାହା ମୁଖରୁ ବାହାରି ଯାଉଛି। ପ୍ରିୟ ଶ୍ରୋତା, ଆପଣଙ୍କର ଭଣ୍ଡାର କି ପ୍ରକାର ଆପଣ ଟିକେ ପରଖି ଦେଖନ୍ତୁ। ଯଦି ଆପଣଙ୍କର ଭଣ୍ଡାରଟି ମନ୍ଦ ଭଣ୍ଡାର ଅଟେ, ଆପଣ ଯେତେ ବି ଚେଷ୍ଟା କଲେ ଖୁସି ରହିପାରିବେ ନାହିଁ। ହଁ, କିଛି ସମୟ ଆପଣ ଅଭିନୟ କରିପାରନ୍ତି, କିଛି ସମୟ ଆପଣ ଅଭିନୟ କରିପାରନ୍ତି, କିନ୍ତୁ ଆପଣଙ୍କ ଅଭିନୟ ସରିଯିବ, ଆପଣଙ୍କ ରିଏଲିଟି ଲାଇଫ ପ୍ରକାଶ ହେବ, ଆଉ ତାହା ଦୁର୍ଗନ୍ଧମୟ ଥିବ। ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଜୀବନ ଖୁସି ଓ ଆନନ୍ଦରେ ଭରପୁର ହେଉ, ତ ଆପଣଙ୍କର ଭଣ୍ଡାରଟି ଖୁସି ଓ ଆନନ୍ଦର ଭରପୁର ହେବାର ଆବଶ୍ୟକତା ରହିଅଛି। ଆଉ ଖୁସି ଓ ଆନନ୍ଦର ଭଣ୍ଡାର କୋଉଠୁ ଆସିବ ଜାଣିଛନ୍ତି? ଫିଲିପିଓ ପୁସ୍ତକ ତାର 4 ପର୍ବର 4 ପଦ କୁହେ, ମୁଁ ପାଠ କରୁଅଛି, ସର୍ବଦା ପ୍ରଭୁଙ୍କ ଠାରେ ଆନନ୍ଦ କର। ପୁନଶ୍ଚ କହୁଅଛି, ଆନନ୍ଦ କର। ପ୍ରିୟ ଶ୍ରୋତା, ଆପଣ ଯଦି এই ଜଗତ ବିଷୟ ନେଇ ଭାବିବେ, এই ଜଗତ ବିଷୟ ନେଇ ଚିନ୍ତା କରିବେ, ତ ଜଗତର ଆନନ୍ଦ ବିଷୟ ନେଇ ଯଦି ଭାବିବେ, ତାହେଲେ କିଛି କ୍ଷଣିକ ସେ ଆନନ୍ଦ ଅଟେ, ତାପରେ ସେ ଆନନ୍ଦ ଆପଣଙ୍କର ସରିଯିବ। କିନ୍ତୁ ଯଦି ଆପଣ ପ୍ରଭୁଙ୍କ ଠାରେ ଆନନ୍ଦ କରିବେ, ପ୍ରଭୁରେ ଆନନ୍ଦ କରିବେ, ତାହେଲେ ସେ ଆନନ୍ଦ କେବେ ସରିବ ନାହିଁ। କିନ୍ତୁ ଜଗତର ଆନନ୍ଦ କ୍ଷଣିକ ଅଟେ, ତାହା ସରିଯିବ, କିନ୍ତୁ ପ୍ରଭୁଙ୍କ ଠାରେ ଯେଉଁମାନେ ଆନନ୍ଦ କରି ଶିଖିଛନ୍ତି, ସେ ଆନନ୍ଦ କେବେ ସରିବ ନାହିଁ। ପ୍ରିୟ ପ୍ରଭୁଙ୍କ ସନ୍ତାନ, ପ୍ରଭୁଙ୍କ ଠାରେ ଆନନ୍ଦ କରିବା ହେଉଛି ପ୍ରଭୁଙ୍କର ବାକ୍ୟ ପଢ଼ିବା, ପ୍ରଭୁଙ୍କ ବାକ୍ୟକୁ ଧ୍ୟାନ କରିବା, ପ୍ରଭୁଙ୍କ ସ୍ତୁତି ଆରାଧନା କରିବା, ପ୍ରଭୁଙ୍କ ମହିମା ବନ୍ଦନା କରିବା, ପ୍ରଭୁଙ୍କ ଗୌରବ ପ୍ରଶଂସା କରିବା ଓ ପ୍ରତି ଅବସ୍ଥାରେ ପ୍ରତି ପରିସ୍ଥିତିରେ ପ୍ରଭୁଙ୍କ ନାମର ଧନ୍ୟବାଦ କରିବା। ଏହା ପ୍ରଭୁଙ୍କ ଠାରେ ଆନନ୍ଦ ଅଟେ, ଆଉ ସେଇ ଆନନ୍ଦ କେବେ ସରେ ନାହିଁ। ଯଦି ଆପଣ ପ୍ରକୃତ ଭାବରେ ପ୍ରତ୍ୟେକ ଦିନ ପ୍ରଭୁଙ୍କ ବାକ୍ୟକୁ ଧ୍ୟାନ କରୁଛନ୍ତି, ଚାहे ଦୁନିଆର ପରିସ୍ଥିତି କ'ଣ ବି ହେଉ ନା କାହିଁକି, କିନ୍ତୁ ଆପଣଙ୍କର ଖୁସି ଓ ଆନନ୍ଦ କେବେ ମଳିନ ହେବ ନାହିଁ। ଅନେକଙ୍କ ପାଖରେ ଧନ ସମ୍ପଦ ସବୁ କିଛି ଅଛି, କିନ୍ତୁ ଅନେକଙ୍କ ପାଖରେ ଖୁସି ନାହିଁ, ବାସ୍ତବ ଖୁସି ନାହିଁ। ସେମାନେ ଖୁସି ରହିଲା ପରି ଅଭିନୟ କରୁଛନ୍ତି, କିନ୍ତୁ ପ୍ରକୃତ ଖୁସି ସେମାନଙ୍କ ପାଖରେ ନାହିଁ। କିନ୍ତୁ ଅନେକଙ୍କ ପାଖରେ ଧନ ସମ୍ପଦ କିଛି ନଥାଏ, କିନ୍ତୁ ସେମାନେ ଖୁସିରେ ଥାନ୍ତି, କାହିଁକି ନା ସେମାନଙ୍କ ହୃଦୟରେ ଖୁସି ଭରି ରହିଛି, ଆଉ ସେ ଖୁସି ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ପ୍ରିୟ ପ୍ରଭୁଙ୍କ ସନ୍ତାନ ମାନେ, এই ଜଗତର କୌଣସି ବସ୍ତୁ ଆପଣଙ୍କୁ
ସନ୍ତୁଷ୍ଟ କରିପାରିବ ନାହିଁ, ସନ୍ତୁଷ୍ଟ କଲା ପରି ଲାଗିପାରେ, ସନ୍ତୁଷ୍ଟ କରିପାରିବ ନାହିଁ। କେବଳ ଆପଣଙ୍କ ହୃଦୟକୁ ସନ୍ତୁଷ୍ଟ କରିପାରିବେ ସେ ହେଉଛନ୍ତି ପ୍ରଭୁ ଯୀଶୁ। ତାଙ୍କ ହୃଦୟରେ ଆପଣଙ୍କୁ ରଖନ୍ତୁ, ତାଙ୍କ ହୃଦୟରେ ଆପଣଙ୍କ ହୃଦୟରେ ତାଙ୍କୁ ଭରି ରଖନ୍ତୁ, ତାଙ୍କ ହୃଦୟରେ ସ୍ଥାନ ଦିଅନ୍ତୁ। ସେ ଅଦ୍ଭୁତ ଶାନ୍ତି ଓ ଆନନ୍ଦ ଦେବେ ପ୍ରତିଟି ପରିସ୍ଥିତିରେ। ସେଥିପାଇଁ ପ୍ରଭୁଙ୍କ ବାକ୍ୟ କହେ ସର୍ବଦା ପ୍ରଭୁଙ୍କ ଠାରେ ଆନନ୍ଦ କର। ସର୍ବଦା ମାନେ ସବୁ ଅବସ୍ଥାରେ। ଯଦି ଆପଣ ପ୍ରଭୁଙ୍କ ଠାରେ ଅଛନ୍ତି ତାହେଲେ ସବୁ ଅବସ୍ଥାରେ ପ୍ରଭୁଙ୍କ ଠାରେ ଆନନ୍ଦ କରିପାରିବେ ଆପଣ। ଯଦି ଆପଣ ପ୍ରଭୁରେ ନାହାନ୍ତି, ଯଦି ଟଙ୍କା ଥିବ ବାସ୍ ଆନନ୍ଦ କରୁଥିବେ, ଯଦି ପଇସା ଥିବ ଆନନ୍ଦ କରୁଥିବେ, ସବୁ କିଛି ସୁବିଧା ଥିବ ଆନନ୍ଦ କରିବେ, କିନ୍ତୁ ଯଦି ବିପରୀତ ପରିବେଶ ହେଇଯିବ ଆପଣଙ୍କ ମୁଖ ମଳିନ ହେବ, ଆପଣ ଶାନ୍ତି ରହିପାରିବେ ନାହିଁ। ଅନେକ ନିଶା ଦ୍ରବ୍ୟ କଣ ପାଇଁ ସେବନ କରିଛନ୍ତି? ସେମାନଙ୍କ ବିବେକ କଳୁଷିତ ହୋଇଛି। ଆଉ ସେମାନଙ୍କ ବିବେକ ଯେତେବେଳେ କିଛି ଫଙ୍କସନିଂ କରୁଛି, ତାଙ୍କ ଦୋଷ ଦୁର୍ବଳତା ଦେଖେଇ ଦେଉଛି, ସେତେବେଳେ ସେମାନେ ନିଜର ବିବେକକୁ ଡ୍ୟାମେଜ କରନ୍ତି, ଅକାମୀ କରନ୍ତି ନିଶା ଦ୍ରବ୍ୟ ଦେଇକି। ଆଉ ସେମାନେ ନିଶା ଦ୍ରବ୍ୟ ଦେଇକି ନିଜର ବିବେକ ଅକାମୀ ହେଲା ପରେ ସେମାନେ କିଛି ସମୟ ଖୁସି ଦେଖାଯାଆନ୍ତି। ପ୍ରିୟ ପ୍ରଭୁଙ୍କ ସନ୍ତାନ ମାନେ, କୌଣସି ନିଶା ଦ୍ରବ୍ୟ କୌଣସି ବିଷୟ ଆପଣଙ୍କୁ ପ୍ରକୃତ ଖୁସି ଦେଇପାରିବ ନାହିଁ। ଯଦି ପ୍ରକୃତ ଖୁସି ଦେଇପାରନ୍ତି ତାହେଲେ ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତାଙ୍କୁ ପ୍ରକୃତ ଭାବରେ ଗ୍ରହଣ କରନ୍ତୁ, ହୃଦୟ ସହିତ ଗ୍ରହଣ କରନ୍ତୁ, ତାଙ୍କ ବାକ୍ୟକୁ ପାଳନ କରନ୍ତୁ, ତାଙ୍କ ଆଜ୍ଞା ଗୁଡ଼ିକ ମାନନ୍ତୁ। ଦେଖିବ ଅଦ୍ଭୁତ ଶାନ୍ତି, ଅଦ୍ଭୁତ ଖୁସି ଓ ଆନନ୍ଦ ଆପଣଙ୍କର ହେବ, ଆପଣଙ୍କ ହୃଦୟକୁ ଭରିଦେବ ଓ ଆପଣଙ୍କ ପରିବେଶ ଖୁସି ଓ ଆନନ୍ଦ ରହିବ। ଯଦି ଆପଣ ମନ୍ଦ ବିଷୟ ଚିନ୍ତା କରୁଛନ୍ତି, ମନ୍ଦ ବିଷୟ ଭାବୁଛନ୍ତି, ତାହେଲେ ମନ୍ଦ ବିଷୟ ସବୁ ଆପଣ କହିବେ ଆଉ ପରିବେଶ ଆପଣଙ୍କର ମନ୍ଦ ହେଇଯିବ। ପ୍ରିୟ ପ୍ରଭୁଙ୍କ ସନ୍ତାନ ମାନେ, ଯଦି ଆପଣ ପ୍ରଭୁଙ୍କ ବିଷୟ ଭାବୁଛନ୍ତି, ପ୍ରଭୁଙ୍କ ବାକ୍ୟ ଧ୍ୟାନ କରୁଛନ୍ତି, ପ୍ରଭୁଙ୍କ ପବିତ୍ରତା ବିଷୟ ଭାବୁଛନ୍ତି, ସ୍ୱର୍ଗ ବିଷୟ ଭାବୁଛନ୍ତି, ତାହେଲେ ଦେଖନ୍ତୁ ଆପଣଙ୍କର ଆନନ୍ଦ ଭରପୁର ହେଇ ରହିବ, ଖୁସି ଭରପୁର ହେଇ ରହିଯିବ। ପ୍ରିୟ ଶ୍ରୋତା, ଥରଟେ ପ୍ରକୃତ ଭାବରେ ଚାଖନ୍ତୁ, ସମ୍ପୂର୍ଣ୍ଣ ଭାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ହୃଦୟରେ ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ଭାବେ ଗ୍ରହଣ କରିକି। ତ ପ୍ରିୟ ପ୍ରଭୁଙ୍କ ସନ୍ତାନ ମାନେ, ପ୍ରଭୁଙ୍କ ବାକ୍ୟ କଣ କୁହେ ନା, ଉତ୍ତମ ଲୋକ କଣ କରେ? ଆପଣ ଉତ୍ତମ ହୃଦୟ ରୂପ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ। ଆଉ ମନ୍ଦ ଲୋକ କଣ କରେ? ଆପଣ ମନ୍ଦ ହୃଦୟ ରୂପ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ। କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କୁହେ। ଆପଣଙ୍କ ହୃଦୟରେ ଯଦି ଦୁଃଖ ରହିଛି ନା, ଆପଣଙ୍କ ହୃଦୟ ଯଦି ପାପ ରହିଛି, ପାପ ବିଷୟ ହିଁ କଥା ହେବେ ଆପଣ। ଆଉ ଯେତେବେଳେ ଆପଣଙ୍କ ଜୀବନରେ ପାପ ଆସିବ, ଆପଣଙ୍କୁ ଶାନ୍ତି ଆନନ୍ଦ ରହିବ ନାହିଁ। ପ୍ରିୟ ଶ୍ରୋତା, ସେଥିପାଇଁ ଭାବନ୍ତୁ ଭଲ କି ଯଦି ଆପଣ ଖରାପ ବିଷୟ ଭାବୁଛନ୍ତି, ତାହେଲେ ଖରାପ ବିଷୟ ସବୁ ଆପଣଙ୍କ ହୃଦୟରେ ଭରୁଛନ୍ତି। ଆପଣ ଯଦି ଭଲ ବିଷୟ ଭାବୁଛନ୍ତି, ଭଲ ବିଷୟ ଆପଣଙ୍କ ହୃଦୟରେ ଭରୁଛନ୍ତି, ଆଉ ଆପଣଙ୍କ ମୁଖରୁ ଭଲ ବିଷୟ ହିଁ ବାହାରିବ। ଯଦି ଖରାପ ବିଷୟ ଭାବୁଛନ୍ତି, ଖରାପ ବିଷୟ ଆପଣଙ୍କ ହୃଦୟ ଭରୁଛନ୍ତି, ଆଉ ଖରାପ ବିଷୟ ହିଁ ବାହାରିବ। ପ୍ରିୟ ଶ୍ରୋତା, ଆପଣଙ୍କ ଜୀବନରେ ଖୁସି ଓ ଆନନ୍ଦ ଆପଣଙ୍କ ଭାବନା ଉପରେ ନିର୍ଭର କରେ। ଯଦି ଆପଣ ପ୍ରଭୁଙ୍କ ବିଷୟରେ ଭାବୁଛନ୍ତି, ପ୍ରଭୁଙ୍କ ବାକ୍ୟ ବିଷୟ ଧ୍ୟାନ କରୁଛନ୍ତି, ପ୍ରାର୍ଥନା ବିଷୟ ଧ୍ୟାନ କରୁଛନ୍ତି, ପ୍ରଭୁଙ୍କ ସ୍ତୁତି ଆରାଧନା କରିବା ବିଷୟ ଭାବୁଛନ୍ତି, ପରମେଶ୍ୱରଙ୍କ ଉପସ୍ଥିତ ସବୁବେଳେ ଅଛନ୍ତି, ତାହେଲେ ଜାଣିଛନ୍ତି ସବୁବେଳେ ଆପଣଙ୍କ ମୁଖରେ ହସ ଥିବ, ଆପଣଙ୍କ ହୃଦୟରେ ଆନନ୍ଦ ଥିବ, ଖୁସି ଥିବ। ଆଉ ସେ ଖୁସି ଅସରନ୍ତି ଖୁସି ଅଟେ। ତ ଆପଣଙ୍କର ଖୁସି ଓ ଆପଣଙ୍କର ଆନନ୍ଦ ଆପଣଙ୍କ ଭାବନା ଉପରେ ନିର୍ଭର କରେ। ତ ଆପଣ ଯଦି ଚାହୁଁଛନ୍ତି ଜୀବନରେ ଶାନ୍ତି ଓ ଆନନ୍ଦ ରହିବା ପାଇଁ, ଖୁସି ରହିବା ପାଇଁ, ତାହେଲେ ସର୍ବଦା କଣ କରନ୍ତୁ ନା, ପ୍ରଭୁଙ୍କ ବିଷୟ ଭାବନ୍ତୁ, ପ୍ରଭୁଙ୍କ ବାକ୍ୟ ବିଷୟ ଭାବନ୍ତୁ, ପ୍ରଭୁଙ୍କ ଠାରେ ଆନନ୍ଦ କରନ୍ତୁ, ତାହେଲେ ଦେଖିବେ ଆପଣ ସବୁବେଳେ ଖୁସି ରହିବେ। ଯଦି ଆପଣ ଜଗତ ବିଷୟ ଭାବିବେ, ତାହେଲେ ଆପଣ ନିରାଶ ହେଇ ରହିବେ, କାରଣ ଜଗତର କୌଣସି ଜିନିଷ ଆପଣଙ୍କୁ ତୃପ୍ତ କରିପାରିବ ନାହିଁ। ତ ପ୍ରିୟ ପ୍ରଭୁଙ୍କ ସନ୍ତାନ ମାନେ, ଭ୍ରାନ୍ତ ନ ହୁଅନ୍ତୁ। ଫିଲିପିଓ 4:4 କୁହେ, ସର୍ବଦା ପ୍ରଭୁଙ୍କ ଠାରେ ଆନନ୍ଦ କର, ପୁନଶ୍ଚ କହୁଛି ଆନନ୍ଦ କର। ତ ପ୍ରଭୁଙ୍କ ବାକ୍ୟ ଅନୁସାରେ ଆପଣଙ୍କୁ ଉତ୍ସାହିତ କରିବାକୁ ଚାହେଁ, ପ୍ରଭୁରେ ଆନନ୍ଦ କରନ୍ତୁ, ତାହେଲେ ଆପଣ ଖୁସି ଓ ଆନନ୍ଦରେ
ରହିବେ। କାରଣ ପ୍ରଭୁଙ୍କ ବିଷୟ ଧ୍ୟାନ କରନ୍ତୁ, ପ୍ରଭୁଙ୍କ ବାକ୍ୟ ବିଷୟ ଧ୍ୟାନ କରନ୍ତୁ, ପ୍ରଭୁରେ ସମର୍ପିତ ଜୀବନ କାଟନ୍ତୁ, ତାହେଲେ ଆପଣ ଖୁସି ଓ ଆନନ୍ଦ ରହିବେ। ଯଦି ଜଗତ ବିଷୟ ଚିନ୍ତା କରିବେ ତାହେଲେ ଆପଣ ଖୁସି ଓ ଆନନ୍ଦକୁ ହରେଇବେ। ପ୍ରିୟ ଶ୍ରୋତା, ସେଥିପାଇଁ ଆପଣଙ୍କ ଉପରେ ନିର୍ଭର କରେ ଆପଣଙ୍କ ଖୁସି ଓ ଆନନ୍ଦ, ଆପଣଙ୍କ ଭାବନା ଉପରେ ନିର୍ଭର କରେ ଆପଣଙ୍କ ଖୁସି ଓ ଆନନ୍ଦ। ତ କ'ଣ ଗ୍ରହଣ କରିବେ? ଆପଣଙ୍କ ହୃଦୟରୂପ ଭଣ୍ଡାରରେ କ'ଣ ପୂର୍ଣ୍ଣ କରିବେ? ଯଦି ଉତ୍ତମ ବିଷୟ ପୂର୍ଣ୍ଣ କରିବେ, ଖୁସିର ବିଷୟ ପୂର୍ଣ୍ଣ କରିବେ, ଆନନ୍ଦର ବିଷୟ ପୂର୍ଣ୍ଣ କରିବେ, ତାହେଲେ ଆନନ୍ଦର ବିଷୟ ବାହାରିବ। ଆନନ୍ଦିତ ହୋଇ ରହିବେ। ଆପଣଙ୍କ ହେତୁ ଆପଣଙ୍କ ପରିବାର ମଧ୍ୟ ଆନନ୍ଦିତ ହୋଇ ରହିବ, ଆପଣଙ୍କ ପରିବେଶ ଆନନ୍ଦରେ ରହିବ। ପ୍ରିୟ ପ୍ରଭୁଙ୍କ ସନ୍ତାନ ମାନେ, ପ୍ରଭୁ ଚାହାନ୍ତି ଯେ ଆପଣ ସବୁବେଳେ ଖୁସି ଓ ଆନନ୍ଦରେ ରୁହନ୍ତୁ ବୋଲି। କିନ୍ତୁ ଶୈତାନ ଚାହେଁ ଆପଣ ସବୁବେଳେ ବିରକ୍ତ ହୋଇ ରୁହନ୍ତୁ, ରାଗିକି ରୁହନ୍ତୁ, ମନ୍ଦ ବିଷୟ ସବୁ ଚିନ୍ତା କରନ୍ତୁ, ଅଶାନ୍ତି ବିଷୟ ସବୁ ଭାବନ୍ତୁ, ତାହେଲେ ଆପଣ ଅଶାନ୍ତି ହେଇକି ହିଁ ରହିବେ। କିନ୍ତୁ ପ୍ରଭୁ ଚାହାନ୍ତି ଆପଣ ସର୍ବଦା ତାଙ୍କଠାରେ ଆନନ୍ଦ କରନ୍ତୁ, ତାହେଲେ ଆପଣ କ'ଣ ନା ଖୁସି ଆନନ୍ଦରେ ରହିବେ। ତ ଡିସିସନ୍ ଆପଣଙ୍କର। ପ୍ରଭୁଙ୍କ ବିଷୟରେ ସବୁବେଳେ ଧ୍ୟାନ କରିବେ, ପ୍ରଭୁଙ୍କଠାରେ ଆନନ୍ଦ କରିବେ, ତ ଚିରସ୍ଥାୟୀ ଆନନ୍ଦରେ ଆନନ୍ଦିତ ହୋଇ ରହିବେ। ସେଇଟା ଇଚ୍ଛା କରୁଛନ୍ତି ନା ଆପଣ ଜଗତ ବିଷୟ, ମନ୍ଦ ବିଷୟ ଚିନ୍ତା କରିବେ, ତାହେଲେ ଆପଣ ଆନନ୍ଦ ହେବା ବଦଳରେ ଦୁଃଖିତ ହୋଇ ରହିବେ। ସବୁବେଳେ ନିର୍ଭର କରୁଛି ଆପଣ କେଉଁଟାକୁ ବାଛିବେ। କିନ୍ତୁ ମୋ ପ୍ରଭୁଙ୍କ ଦାସ ହିସାବରେ ଆପଣଙ୍କୁ ଗୋଟେ ସଜେସନ୍ ଦେବି, ତାହା ହେଉଛି ପ୍ରଭୁଙ୍କଠାରେ ଆନନ୍ଦ କରନ୍ତୁ, ତାହେଲେ ସବୁବେଳେ ଆପଣ ଖୁସି ଓ ଆନନ୍ଦରେ ରହିବେ। ପ୍ରଭୁ ଯୀଶୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।